ରାଜା ମୋର ଆଉଥିଲୁ ସାଲେପୁର ଆଉଥିଲୁ ହେଲା। କେତେବେଳେ? ଏଇନା ଆଉଥିଲୁ ଗାଡ଼ିଟା ବାଡ଼େଇ ଦେଲା ଗୋଟେ ଲୋକଟେ। କାହାର? ରାଜ ଏଇ ଆଣିକି ବାଡ଼େଇ ଦେଲା। ସେ ସିଆଡ଼ୁ ଆଉଥିଲା ହେଲା, ମଦ ପିଇ ଦେଇଛି, ଦେଖି ପାଇଲାନି, ବାଡ଼େଇ ଦେଲା। କିଏ ମଦ ପିଇଥିଲା? ସେ ଲୋକଟା। କଣ ହେଇଛି ତୋର? ନମସ୍କାର, ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ମୁଁ ହେଉଛି ରୋହନ ଦାସ। ବହୁତ ଦିନ ହେଲାଣି ମୁଁ ୟୁଟ୍ୟୁବ୍ ଛାଡ଼ି ଦେଇଛି। ୟୁଟ୍ୟୁବ୍ ତ ମୋତେ ଏତେ ଭଲସେ ବ୍ଲଗ୍ ବନେଇ ଆସିନଥିଲା। ଏବେ ମୁଣ୍ଡକୁ ଗୋଟେ ଆଇଡ଼ିଆ ଆସିଛି। ଜଣେ ଭାଇ ମୋତେ ଭଲ ଆଇଡ଼ିଆଟେ ଦେଇଛନ୍ତି ଯେ ୟୁଟ୍ୟୁବ୍ ପ୍ରାଙ୍କ୍ ଭିଡ଼ିଓ ବନା, ଭଲ ଭିୟୁ ଆସିବ, ଭଲ ଚାଲିବ ବୋଲି କହିଛନ୍ତି ସେ ମୋତେ। କାଲି କ'ଣ ହେଇଛି ନା, ଯେଉଁ ଭାଇ ମୋତେ କହିଥିଲେ ସେ ହେଉଛନ୍ତି ରିଲାକ୍ସ ସଂଗ୍ରାମ। ଆପଣମାନେ ସମସ୍ତେ ତାଙ୍କୁ ଜାଣିଥିବେ। ସିଏ ଆମେ ଦୁଇ ଜଣ ଫୋନ୍ରେ କଥା ହେଉଥିଲୁ। ଆମେ ଆକ୍ଟିଂ ଶିଖିବାକୁ ଯିବୁ ବୋଲି ଗୋଟେ ଜାଗାକୁ ପ୍ଲାନିଂ ଚାଲିଛି। ସେଇଥିପାଇଁ ଆମେ ପ୍ରାକ୍ଟିସ୍ କରିବୁ ବୋଲି କ'ଣ କରିବୁ, ଆମେ ଦୁଇ ଜଣ ଡ୍ୟାନ୍ସର ଗୋଟେ, ମାନେ ଏତେ ବଡ଼ ଡ୍ୟାନ୍ସର ମୁଁ ନୁହଁ, ସେ କିନ୍ତୁ ଭଲ ଡ୍ୟାନ୍ସର ଜଣେ ହେଲା। ଆପଣ ରିଲାକ୍ସ ସଂଗ୍ରାମ ଇନଷ୍ଟାଗ୍ରାମରେ ୟୁଟ୍ୟୁବରେ ମାରିକି ଦେଖିପାରିବେ ସମସ୍ତେ। ସେ ସେଠୁ କହିଲେ କ'ଣ କରିବା, ସେଠୁ ଚାଲ ଜଣଙ୍କ ସାଙ୍ଗରେ ପ୍ରାଙ୍କ୍ କରିକି ତାକୁ ପୁରା ଯଦି କନ୍ଦେଇଦେବା ତାହେଲେ ଜାଣିବା ଯେ ଆମେ ଗୋଟେ ଭଲ ଆକ୍ଟର। ସେଠୁ କ'ଣ କରିବୁ, ସେଠୁ ଏମିତି ଗୋଟେ ପିଲାକୁ ଫୋନ୍ କଲୁ ଯେ ତା ସହିତ ପୁରା ଏମିତି ପ୍ରାଙ୍କ୍ କରି ତାକୁ ପୁରା କନ୍ଦେଇଦେଲୁ। ଲାଷ୍ଟକୁ ସେଠି ତାକୁ କହିଲୁ, ଏତେ ବୁଝେଇଲା ପରେ ବି ସିଏ ଆଉ ବୁଝିଲାନି। ଆମେ କହିଲୁ ଯେ ନାଇଁ ପ୍ରାଙ୍କ୍ କରୁଥିଲୁ, ତୋ ସାଙ୍ଗରେ ବି ବେଶୀ। ସେଠୁ ସିଏ ଜମା ଶୁଣିଲାନି। ତାକୁ କେତେ କଷ୍ଟ କଲା ପରେ ଯାଇକି ସେ ବୁଝିଲା। ସେଠୁ ଭାଇ ମୋତେ ଯେ ସେଇଠୁ ଭଲ ଆଇଡ଼ିଆ ଦେଲେ, କହିଲେ ତୁ ପ୍ରାଙ୍କ୍ ଭିଡ଼ିଓ ଏଥର ବନା। ମୁଁ କହିଲି ହଉ ଭାଇ, ଟ୍ରାଏ କରିବା। କାଲି ଗୋଟେ ବନେଇଥିଲି, କିଛି ଅସୁବିଧା ଯୋଗୁଁ ସେଇଟା କାଟିଦେଲି, କିନ୍ତୁ ଆଜି ଏଇଟା ପୁରା କମ୍ପଲସରି ଆଜି ଏଇଟା ପୋଷ୍ଟ କରିବି। ଏଇ ପ୍ରାଙ୍କ୍ ଭିଡ଼ିଓଟା ହେବ ମୋ ମା' ସହିତ। ଆସନ୍ତୁ ଦେଖିବା, ମୁଁ କହିବି, ଆସନ୍ତୁ ଶୁଣିବି ସମସ୍ତେ। ଆପଣ ଯେଉଁ ବ୍ୟକ୍ତିଙ୍କୁ କଲ୍ କରିଛନ୍ତି ସେ ଏବେ ଅନ୍ୟ କଲ୍ରେ ବ୍ୟସ୍ତ ଅଛନ୍ତି। ଦୟାକରି ଅପେକ୍ଷା କରନ୍ତୁ କିମ୍ବା କିଛି ସମୟ। ହ୍ୟାଲୋ ମା କୋଉଠି? ଘରେ। ଘରେ ପହଞ୍ଚିଲି। ଅସୁବିଧା ହେଇଯାଇଛି। କଣ? ରାଜା ମୋର ଆଉଥିଲୁ ସାଲେପୁର ଆଉଥିଲୁ ହେଲା। କେତେବେଳେ? ଏଇନା ଆଉଥିଲୁ, ଗାଡ଼ିଟା ବାଡ଼େଇ ଦେଲା ଗୋଟେ ଲୋକଟେ। କାହାର? ରାଜ ଏଇ ଆଣିକି ବାଡ଼େଇ ଦେଲା। ସେ ସିଆଡ଼ୁ ଆଉଥିଲା ହେଲା, ମଦ ପିଇ ଦେଇଛି, ଦେଖି ପାଇଲାନି, ବାଡ଼େଇ ଦେଲା। କିଏ ମଦ ପିଇଥିଲା? ସେ ଲୋକଟା। କଣ ହେଇଛି ତୋର? କିଛି ନାହିଁ, ହାତଟା ଖାଲି ଟିକେ ଇଏ ହେଇଛି, ଆଉ ନହେଲେ କିଛି ହେଇନି। ତୁ ବା ମତେ କହିଲୁ ମୁଁ ଘରେ ଅଛି। ଘରେ ଥିଲି ଯେ ଆଇଥିଲି ଆଉ। ତୁ କଣ ପାଇଁ ମତେ ମିଛ ପୁଅ ସବୁବେଳେ କହିଲୁ? କେନା ଅଛୁ କୋଉଠି? ରାଇସ୍ ମଡ଼ାରେ। ଭିଡିଓ କଲ୍ କଲୁ। ପ୍ରାଙ୍କ୍ ଭିଡ଼ିଓ କରୁଥିଲୁ, ଆମେ ସବୁ ବସିକି ପ୍ରାଙ୍କ୍ ଭିଡ଼ିଓ କରୁଥିଲୁ ୟୁଟ୍ୟୁବରେ ପୋଷ୍ଟ କରିବୁ ବୋଲି। ଆରେ ଦେଖ, ଏଇ ପ୍ରାଙ୍କ୍ ଭିଡ଼ିଓ ଚାଲିଥିଲା, ମୁଁ ସେଇଥିପାଇଁ କହିଲି ଯେ କାହା ସହିତ ପ୍ରାଙ୍କ୍ କରିବି ବୋଲି। ଲାଷ୍ଟକୁ ତୁ ପାଇଲି ତତେ। ଦେଇ କହିଲା ଯେ ପ୍ରାଙ୍କ୍ କରିବା, ନମିତା ଦେଇ ସାଙ୍ଗରେ ପ୍ରାଙ୍କ୍ କରିବା। ମୁଁ କହିଲି ହଉ। ଜୀବନ ଖାଇଦଉଛୁ। ନାଇଁ ଭିଡ଼ିଓଟା ବନଉଥିଲି ହେଲା। ଗାଇସ୍, ମୋ ମା ପୁରା ସର୍ଟ ଟେମ୍ପର ହେଇଯାଇଛି ମୋ ଉପରେ। ହଉ ତୁ ରଖ, ମୁଁ ତତେ ଟିକେ ଛାଡ଼ିକି କଲ୍ କରୁଛି। ଖାଲି ମୋ ମା ନୁହଁ, ସମସ୍ତଙ୍କ ମା, ସମସ୍ତଙ୍କ ଛୁଆଙ୍କୁ ସେମିତି ବହୁତ ସେ ଭଲ ପାଆନ୍ତି। କେବେ ହେଲେ ବି ବାପା ମାଆଙ୍କୁ ଆଜ୍ଞା ମିଛ କହିବେନି ଦେହ ଉପରେ। କାହିଁକି ନା ସିଏ ତାଙ୍କୁ ଏଡ଼ିଟିରୁ ଏଡ଼ିଟା କରିଛନ୍ତି, ସେ ବହୁତ କଷ୍ଟ ସହିକି କରିଛନ୍ତି। ଆଉ ଆଜିକାଲି ଦୁନିଆରେ ତ କହିବାକୁ ଗଲେ ମାଆ ଠାରୁ ବଡ଼ କେହି ନୁହଁ। ଜୟ ଶ୍ରୀରାମ, ଜୟ ଜଗନ୍ନାଥ। ମୋର ପ୍ରାଙ୍କ୍ ଭିଡ଼ିଓଟା କମ୍ପ୍ଲିଟ୍ ହେଇଛି। ଏଇନା ସୋଦା ଦେବ ତ ମୁଁ ଶୁଣିବି ଆହୁରି। ଏଇନା କ'ଣ କରିବା, ଯେତେ ହେଲେ
गोटा प्रांक वीडियोटा बहुत दिन सक्सेसटा होला रहुछि।